ଯେମିତି ଗୋଟେ ମଦୁଆ ମଦ ଅଭ୍ୟାସ ହେଇଗଲେ ବେଳ ବୁଡ଼ିଲେ କହିବ କୋଉଠୁ ପିଇବି ଧନ ସମ୍ପତ୍ତି ବିକ୍ରି ହଉ ଯାହା ହଉଛି ହଉ ସେ ସମ୍ଭାଳି ପାରିବ ନାହିଁ। କିନ୍ତୁ ସିଏ ତ ମଦ 2 ଘଣ୍ଟାରେ ନିଶା ଛାଡ଼ିଯିବ। ଇଏ ହଉଛି ଶ୍ରୀମଦ ଭାଗବତ। ଏଇ ମଦ ଯିଏ ଥରେ ପିଲା ଜୀବନ ଚାଲିଗଲେ ମଧ୍ୟ ସିଏ ଆଉ ବାହୁଡ଼ିବନି ବାପା। ଇଏ ନିଶା ଛାଡ଼ିବନି। ଶୟନେ ସପନେ କିବା ଜାଗରଣେ ସଦା ସର୍ବଦା ସେ କୃଷ୍ଣ ଚିନ୍ତାରେ ନିମଜ୍ଜିତ ଥିବ। ନା ଧନ ନା କାମିନୀ ନା କାଞ୍ଚନ ନା ମାନ ନା ସମ୍ମାନ ନା ଅପବାଦ ନା ନିନ୍ଦା ତା ଭିତରକୁ କିଛି ପ୍ରବେଶ କରିବନି। ଏତେ ସଶକ୍ତ ରସ ଇଏ। ସେଥିପାଇଁ ଇଏ ହଉଛି ଭାଗବତ ରସମାଳୟ। ଏଇ ରସକୁ କୋଉମାନେ ପାନ କରନ୍ତି? ପରମହଂସ ସାଧୁ ସନ୍ଥ ମହାତ୍ମା ମାନେ। ଇଏ 2 ଟଙ୍କିଆ ରସ ନୁହଁ ଇଏ। ଏଇ ଜଗତ ହଉଛି ଦୁଃଖର ଘର। ଏଇ ଜଗତରେ ସୁଖ ନାହିଁ, ସୁଖ ଅଛି ଆ ଭିତରେ। ରସର ଘର ଇଏ। ଆଉ ଆକୁ ପାଇବା ପାଇଁ ହେଲେ ମୂଲ୍ୟ ଦରକାର, ତପସ୍ୟା ସାଧନାର ଫଳ ଦ୍ୱାରା ପ୍ରାପ୍ତ ହୁଏ। କିନ୍ତୁ ଆମେ ଜଗତରେ ବି ସୁଖ ପାଉଛେ। ବଡ ମୋବାଇଲ ଆଣୁଛେ, ଫୁସ୍ 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 କରିକି ସର୍ଟ ଭିଡିଓ ଦେଖୁଛେ। ଇଏ କି ଆନନ୍ଦ? କି ଆନନ୍ଦ ଇଏ? এই জগতের কি আনন্দ আছে? নারীরে আনন্দ আছে, ধনরে আনন্দ আছে, নশারে আনন্দ আছে। এই জগতের কোউঠি আনন্দ নাহি। আনন্দ আছে ভাগবতরে। সে আনন্দকে যে পান করছে সে পাগল হয়ে যাচ্ছে। গোটে ছোটিয়া সুন্দর কথা করছে, ধ্যান পূর্বক শুনতু। এই জগত আনন্দ কথা।